ପାଇଲିପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟରାମ ନାୟକ ଅନାସ୍ଥାରେ ହାରିଯିବା ପରେ କିଛି ମାସ ଧରି ନାୟବ ସରପଞ୍ଚ ସଲୀଳା ମହାରଣା ସରପଞ୍ଚ ଦାୟିତ୍ୱ ତୁଲାଇ ଆସୁଥିଲେ। ଚଳିତ ମାସରେ ପାଇଲିପଡ଼ା ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ପରେ ବିଜେଡି ତରଫରୁ ପୂର୍ବତନ ସରପଞ୍ଚ ଜୟରାମ ନାୟକ ଏବଂ ବିଜେପି ତରଫରୁ ଶିବରାମ ମହାରଣା ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଆଜି 12 ଘଣ୍ଟା ସମୟରେ ବିଜେଡି ସରପଞ୍ଚ ପ୍ରାର୍ଥୀ ତଥା ପୂର୍ବତନ ସରପଞ୍ଚ ଜୟରାମ ନାୟକ ବେଲଗୁଣ୍ଠା ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚି ବେଲଗୁଣ୍ଠା ବିଡିଓ କଳାକୃଷ୍ଣ ପ୍ରଧାନ ଏବଂ ଏବିଟିଓ ସନ୍ତୋଷ କୁମାର ମନ୍ତ୍ରୀଙ୍କ ଉପସ୍ଥିତିରେ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ଜୟରାମ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଶିବରାମ ମହାରଣାଙ୍କୁ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ଭାବେ ଅପରାହ୍ନ 3 ଘଣ୍ଟା ସମୟରେ ଘୋଷଣା କରାଯାଇଥିଲା। ଏହାପରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଶହ ଶହ ବିଜେପି ନେତା ଏବଂ କର୍ମୀଙ୍କ ଉପସ୍ଥିତିରେ ଜୟରାମ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସେ ସୋରଡ଼ା ବିଧାୟକ ନୀଳମଣି ବିଷୟଙ୍କ ଲୋକପ୍ରିୟତା, ଉନ୍ନତ ଚିନ୍ତାଧାରା ଏବଂ କାର୍ଯ୍ୟଶୈଳୀର ପ୍ରଭାବିତ ହୋଇ ଜୟରାମ ବିଜେପିରେ ସାମିଲ ହୋଇଥିବା କଥା ପ୍ରକାଶ କରିଥିଲେ। ଯୁବ ସଂଗଠକ ଜିତେନ୍ଦ୍ର ନାୟକ ଦଳୀୟ ଉତ୍ତରୀୟ ପିନ୍ଧାଇ ଜୟରାମଙ୍କୁ ବିଜେପିକୁ ସ୍ୱାଗତ କରିଥିଲେ। ଆଗାମୀ ଦିନରେ ବିଜେପିରେ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ବିଜେପିକୁ ସହଯୋଗ କରିବେ ବୋଲି ଜୟରାମ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଉତ, ରାଜ୍ୟ ପରିଷଦ ବିଜେପି ସଦସ୍ୟ ପ୍ରହ୍ଲାଦ ଲେଙ୍କା, ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ, ନଗର ବିଜେପି ସମ୍ପାଦକ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କେ କୃଷ୍ଣା ମୂର୍ତ୍ତିପାତ୍ର, ବରିଷ୍ଠ ଯୁବନେତା ଲକ୍ଷ୍ମଣ ପରିଡ଼ା, ସରପଞ୍ଚ ସତ୍ୟବାନ ସ୍ୱାଇଁ, କମଳ କୁମାରୀ ପ୍ରଧାନ, ସୁଖଦେବ ସ୍ୱାଇଁ, ଅଚ୍ୟୁତ ସାହୁ, ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, ଯୁବନେତା କୃଷ୍ଣ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେପି ସଂଗଠକ ଉପସ୍ଥିତ ଥିଲେ। ବେଲଗୁଣ୍ଠାରୁ ଶିବରାମ ଚୌଧୁରୀଙ୍କ ରିପୋର୍ଟ, ଶ୍ରୀ ନ୍ୟୁଜ୍।